ଆଜି ସକାଳୁ ପାର୍ଟିର କୋର୍ ଟିମ୍ ସହିତ ପାଖାପାଖି 1.5 ଘଣ୍ଟା ଧରି ବୈଠକ କଲେ। ସେ ବୈଠକ ଭିତରେ ଦଳର ସାଂଗଠନିକ ସ୍ଥିତି ଠାରୁ ଆରମ୍ଭ କରି ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଏବଂ ଆଗକୁ ଭାରତୀୟ ଜନତା ପାର୍ଟିର ସଂଗଠନକୁ ଏବଂ ଭାରତୀୟ ଜନତା ପାର୍ଟିର ସରकारର କାମକୁ କେମିତି ଆହୁରି ଲୋକାଭିମୁଖୀ ହୋଇପାରିବ ସେ ଦୃଷ୍ଟିରୁ ବିସ୍ତୃତ ଭାବରେ ଚର୍ଚ୍ଚା ଆଲୋଚନା ହେଲା। ପରବର୍ତ୍ତୀ ଅବସ୍ଥାରେ ପାର୍ଟିର ଯେଉଁ ଜିଲ୍ଲା ପ୍ରଶିକ୍ଷଣ ବର୍ଗ ଚାଲୁଛି ସେହି ଜିଲ୍ଲା ପ୍ରଶିକ୍ଷଣ ବର୍ଗ ଅବସରରେ ଭୁବନେଶ୍ୱର ଜିଲ୍ଲାର ପ୍ରଶିକ୍ଷଣ ବର୍ଗ ଜଟଣୀ ନିକଟସ୍ଥ IIT ନିକଟରେ ଏକ ଇନଷ୍ଟିଚ୍ୟୁଟ୍ରେ ହେଉଥିଲା। ସେହି ଜାଗାରେ ସେ ଉପସ୍ଥିତ ରହି ଗୋଟିଏ ବିଷୟରେ ମଧ୍ୟ କାର୍ଯ୍ୟକର୍ତ୍ତାମାନଙ୍କର ସହିତ ମାର୍ଗଦର୍ଶନ କରିବା ସହିତ ଚର୍ଚ୍ଚା ଆଲୋଚନା ମଧ୍ୟ କଲେ। ଏଇଥିରୁ ଜଣାପଡ଼ୁଛି ଯେ ଭାରତୀୟ ଜନତା ପାର୍ଟି ତାର କାର୍ଯ୍ୟକର୍ତ୍ତାଙ୍କର ବିକାଶ ପାଇଁ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ବିଚାର ସହିତ ଯୋଡ଼ିବା ପାଇଁ କେତେ ସିରିୟସ୍ ଅଛି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଧ୍ୟ ପାର୍ଟିର ଜିଲ୍ଲାର ପ୍ରଶିକ୍ଷଣ ବର୍ଗରେ ସେ ଯୋଗ ଦେଉଛନ୍ତି। ଠିକ୍ ସେହି ପ୍ରକାର ଭାବରେ ପରବର୍ତ୍ତୀ ଅବସ୍ଥାରେ ଯେହେତୁ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଥିଲେ, ସପରିବାର ସହିତ ମହାପ୍ରଭୁ ଜଗନ୍ନାଥଙ୍କର ଆଶୀର୍ବାଦ ନେବା ପାଇଁ ପୁରୀ ଯାଇଥିଲେ ଏବଂ ଦଳର ମାନ୍ୟବର ସଭାପତି ଏବଂ ପ୍ରଦେଶର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ମହାପ୍ରଭୁ ଜଗନ୍ନାଥଜୀଙ୍କର ଆଶୀର୍ବାଦ କରି ଭିକ୍ଷା କରି ସେ ଜାଗାରୁ ଆସିଲା ପରେ ଦଳୀୟ କାର୍ଯ୍ୟାଳୟଠାରେ ସମସ୍ତ ପାର୍ଟିର ପଦାଧିକାରୀ ଏବଂ ବିଧାୟକ ସାଂସଦମାନଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଲେ। ସେ ବୈଠକରେ ଦଳ ସଂଗଠନକୁ ଆଗକୁ କେମିତି ବଢ଼ିବ, କ'ଣ ଆମ ପାଖରେ କମି ଅଛି ତାକୁ କେମିତି ସୁଧାରା ଯାଇପାରିବ, ବିଧାୟକ ହୁଅନ୍ତୁ ସାଂସଦ ହୁଅନ୍ତୁ ଲମ୍ବା ସମୟ ଧରିକରି ସେମାନେ କେମିତି ଆଗକୁ ବଢ଼ିବେ, କେମିତି ଲମ୍ବା ସମୟ ଧରିକରି ନିର୍ବାଚନ ରାଜନୀତିରେ ରହିପାରିବେ, ସେ ସମ୍ପୂର୍ଣ୍ଣ ବିଷୟରେ ସେ ଜାଗାରେ ମଧ୍ୟ ଚର୍ଚ୍ଚା ଆଲୋଚନା ହେଲା। ଏବଂ ପରବର୍ତ୍ତୀ ଅବସ୍ଥାରେ ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟଙ୍କ ସହିତ ମଧ୍ୟ ଚର୍ଚ୍ଚା ଆଲୋଚନା କରି ମନ୍ତ୍ରୀମାନଙ୍କର କାମ କାର୍ଯ୍ୟ ଠାରୁ ଆରମ୍ଭ କରିକରି ସରକାରଙ୍କର ଯେଉଁ ଲୋକାଭିମୁଖୀ କାର୍ଯ୍ୟ ଅଛି, ଯେଉଁ ସଫଳତା ଅଛି, ସେ ସବୁ ସଫଳତା କେମିତି କାର୍ଯ୍ୟକର୍ତ୍ତାଙ୍କ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବ, ସେ ସମସ୍ତ ବିଷୟରେ ବିସ୍ତୃତ ଭାବରେ ଚର୍ଚ୍ଚା ଆଲୋଚନା ଏବଂ ଯୋଜନା ପ୍ରସ୍ତୁତ ମଧ୍ୟ କରାଗଲା।